ଏବେ କୋଉଠି ଗାଁ ରେ ଭୋଜି ଫୋଜି ହଉଛି କି? ଭୋଜି କାଇଁ ନାଇଁ ତ କୋଉଠି ହଉନି କାଇଁ ମା ଦାଦା ଏ ବୟସରେ ବି ତମେ ଭୋଜି ଖାଇବାକୁ ଏମିତି ହଉଛ? ଆରେ ସେ ପାଖରେ କୋଉଠି ଭୋଜି ଫୋଜି ହଉଛି କି ନାଇଁ? ଓ। ଏ ତାଙ୍କ ଶେଷ ସମୟରେ ଟିକେ ଭୋଜି ଖାଇବାକୁ ଇଚ୍ଛା କରୁଛନ୍ତି। ଗାଁରେ ଗୋଟେ ବାହାଘର ଭୋଜି ଅଛି, ଚାଲ ସେଇଠୁ ଯାଇ ଦାଦାଙ୍କ ପାଇଁ କଣ ଟିକେ ଖାଇବା ନେଇ ଆସିବା। ପଘା ଏବେ ବି ଚିନ୍ତା ହେ ଭୋଜିରେ ଖାଇବା ଆଣିଲେ କଣ ମତେ ହବ ନା? ପଘା ନିଜେ ଯିବ ଭୋଜିରେ ପଘା ପକେଇ ଖାଇବ, ତାପରେ ଯାଇ ମୁଁ ଶାନ୍ତି ହେବି ନା। ଆଉ ଭୋଜି କଥା ଶୁଣିବା ପରେ ପଘା ଦାଦା ପୁରା ଉଠିକି ଡେଉଁଛନ୍ତି। କଣ ହବ ଦାଦା, ସେ ଯାହା ହଉ ପଛେ ବୁଢା ଲୋକଟାର ଇଚ୍ଛା ହେଇଛି ମାନେ ତାଙ୍କୁ ଭୋଜିକି ନବା ନା ଆଉ। ଆରେ ମୁଁ ଥାଉ ଚିନ୍ତା କାହିଁକି? ଆରେ ଶୁଣ, ଆମେ ସବୁ ସାଙ୍ଗ ହେଇ ସିଧା ସେ ଭୋଜିରେ ଯାଇ ଖାଇବା। ଯଦି କିଏ ଧରିବ ମାରିଲେ ତମକୁ ମାରିବ। ହଉ ହଉ ଦାଦା ପାଟି କରନି, ଅଳ୍ପ ଅଳ୍ପ ଖାଇକି ଚାଲ, ଜଲ୍ଦି ପଳେଇବା ଏଠୁ ଚାଲ। ଜଲ୍ଦି ପଳେଇବା। ମୋ ନା ପଘା, ଭୋଜିକି ଆଇଛି ମାନେ ମାସକର ଖାଦ୍ୟରେ ପଘା ନ ପକେଇ କଣ ମୁଁ ଯିବି ନା?